ତୃତୀୟ ଶ୍ରେଣୀ ସରସ୍ୱତୀ ଗଣିତମାଳାର ପୃଷ୍ଠା 96ର 6 ନମ୍ବର ଓ 7 ନମ୍ବର କରିବା। 6 ନମ୍ବରରେ ଦେଲା ବଡ଼ରୁ ସାନ କ୍ରମରେ ସଜାଅ। ପୁଣି 7 ନମ୍ବର ଦେଲା ସାନରୁ ବଡ଼ କ୍ରମରେ ସଜାଅ। ଆମେ ବଡ଼ ସାନ ଜାଣିବା କିପରି? ନା ଯେଉଁ ଭଗ୍ନାଂଶ ମାନଙ୍କର ହର ସମାନ ଥାଏ ସେମାନଙ୍କ ମଧ୍ୟରୁ ଲବ ଯାହାର ବଡ଼ ସେଇ ଭଗ୍ନାଂଶଟି ହେବ ବଡ଼, ଲବ ଯାହାର ସାନ ସେଇ ଭଗ୍ନାଂଶଟି ହେବ ସାନ। ହର ସମାନ ଥିବା ଭଗ୍ନାଂଶ। ପୁଣି ଲବ ସମାନ ଥିବା ଭଗ୍ନାଂଶରେ କିପରି ଆମେ ବଡ଼ ସାନ ଚିହ୍ନିବା? ନା ଯେଉଁ ଭଗ୍ନାଂଶ ମାନଙ୍କର ଲବ ସମାନ ଥାଏ ଓ ହର ଅସମାନ ଥାଏ ସେ କ୍ଷେତ୍ରରେ ବଡ଼ ହର ଥିବା ଭଗ୍ନାଂଶଟି ସାନ ହେବ ଏବଂ ସାନ ହର ଥିବା ଭଗ୍ନାଂଶଟି ବଡ଼ ହେବ। ତାହେଲେ 7 ନମ୍ବରରେ ଆମର କ'ଣ ଦେଲା? ବଡ଼ରୁ ସାନ କ୍ରମରେ ସଜେଇବା। ଆଗେ ବଡ଼ ବାଛିବା। ଦେଖ, ହର ସମସ୍ତଙ୍କର 11 11 ଅଛି, ତାହେଲେ ହର ସମାନ ଅଛି। ତାହେଲେ ଆ ଭିତରେ ଲବ ଯାହାର ବଡ଼ ସେଇ ହେବ ବଡ଼। ହେଲା, ତାହେଲେ ଲବ କାହାର ବଡ଼ ଅଛି? 3 ବିଭକ୍ତ 3, 5, 8, 10, 4, 6 ଅଛି। ତେଣୁ 10 ବିଭକ୍ତ 10 ଅଛି ଲବ ଏଠି ବଡ଼। ତେଣୁ ପ୍ରଥମେ କାହାକୁ ଆଣିବା? ନା 10 ବିଭକ୍ତ 11 ହେଇଗଲା ଆମର ବଡ଼। ହେଲା, ପୁଣି କ'ଣ କରିବା? ତାପରେ ଇଏ ପଳେଇଲା 10 ବିଭକ୍ତ 11, ଆଉ ରହିଲା 5ଟି। 5ଟି ଭିତରୁ ପୁଣି ହେଉଛି ହର ଯାହାର ବଡ଼ ତାକୁ ବାଛିବା। ତାହେଲେ କେତେ? ତାପରେ କିଏ ଅଛି? 3, 5, 8, 4, 6, ତେଣୁ 8 ବଡ଼। ତେଣୁ ଏଠି କ'ଣ କରିବା? ନା 8 ବିଭକ୍ତ 11 ନେଇଯିବା। ହେଲା, 8 ବିଭକ୍ତ 11 ଇଏ ମଧ୍ୟ ଆମେ ପଳେଇଲା। ଆଉ ରହିଲା କେତେ? ଏଠି 2, ଏଠି 2, 4ଟି ସଂଖ୍ୟା ରହିଲା। 4ଟିରୁ ଆଙ୍କ ଭିତରେ ଲବ କାହାର ବଡ଼? ନା 6 ଅଛି, 6 ବିଭକ୍ତ 11। ତେଣୁ 6 ବିଭକ୍ତ 11 ତାପରକୁ ଆଣିବା। ହେଲା, 6 ବିଭକ୍ତ 11। ପୁଣି 6 ବିଭକ୍ତ 11 ପଳେଇଲା। ତାହେଲେ 4, 5, 3। ତାହେଲେ ବର୍ତ୍ତମାନ କିଏ ଆସିବ? ଲବ କାହାର ବଡ଼ ହେଲା? ନା 5। 5 ବିଭକ୍ତ 11 ହେଲା। 5 ବିଭକ୍ତ 11 ଗଲା, ଆଉ ରହିଲା 4, 3। ତେଣୁ ଏଠି ଆମେ 4 ବିଭକ୍ତ 11କୁ ଆଣିବା। ତାପରକୁ ପୁଣି କ'ଣ କରିବା? ନା 3 ବିଭକ୍ତ 11କୁ ଆଣିବା। ହେଲା, 3 ବିଭକ୍ତ 11। ଦେଖ, 3 ବିଭକ୍ତ 11 ଠାରୁ 4 ବିଭକ୍ତ 11 ବଡ଼, 4 ବିଭକ୍ତ 11 ଠାରୁ 5 ବିଭକ୍ତ 11 ବଡ଼, 5 ବିଭକ୍ତ 11 ଠାରୁ 6 ବିଭକ୍ତ 11 ବଡ଼, 6 ବିଭକ୍ତ 11 ଠାରୁ 8 ବିଭକ୍ତ 11 ବଡ଼, 8 ବିଭକ୍ତ 11 ଠାରୁ 10 ବିଭକ୍ତ 11 ବଡ଼ ହେଇଗଲା ଆମର। ଆମେ ସଜେଇକି ଲେଖିଲୁ। ବର୍ତ୍ତମାନ ଦେଖ, ଆମେ କ'ଣ କରିବା? 7 ନମ୍ବରଟିକୁ କରିବା। 7 ନମ୍ବରରେ ଦେଲା ସାନରୁ ବଡ଼ କ୍ରମରେ ସଜାଅ। ଏଠି ଲବ ସମସ୍ତଙ୍କର ସମାନ ଅଛି, ହର ଅଛି ଅସମାନ। ତେଣୁ ସୂତ୍ର ଅନୁସାରେ କ'ଣ କରିବା? ଲବ ସମାନ ଥିବ, ହର ଯାହାର ବଡ଼ ସେଇ ହେବ ସାନ। ତେଣୁ ପ୍ରଥମେ କ'ଣ କରିବା? 7 ନମ୍ବରରେ ଦେଖ, ଲବ ସମାନ ଅଛି, ହର ଏଠି ଅଛି 13, 11, 8, 12, 9। ତେଣୁ କିଏ ହେଉଛି ବଡ଼ ଅଛି? ହର ବଡ଼ ଅଛି ନା 13 ଅଛି ହର ବଡ଼। ତେଣୁ ପ୍ରଥମେ ଆମେ 7 ବିଭକ୍ତ 13କୁ ନେଇ ଆସିବା। 7 ବିଭକ୍ତ 13 ହେଲା। 7 ବିଭକ୍ତ 13 ପଳେଇଲା, ଆଉ ରହିଲା 4ଟି। 4ଟି ଭିତରୁ ପୁଣି ଆମେ ବାଛିବା କିଏ ଆଙ୍କ ଭିତରେ ସାନ। ହେଲା, ସାନ। ତାହେଲେ ସାନ ବୋଲି ସାନ ଚିହ୍ନ ଦେଇଦେବା। ପୁଣି ଏଠି ରହିଲା କିଏ? 11, 8, 12, 9। ତାହେଲେ 12 ସାନ, ହର ଅଛି 12। ତାହେଲେ 7 ବିଭକ୍ତ 12 ହେଲା। 7 ବିଭକ୍ତ 12 ପଳେଇଲା, ଆଉ ରହିଲା 1, 2, 3ଟି। 3ରୁ ପୁଣି ହର ଯାହାର ବଡ଼ ସେଇ ହେବ ସାନ, 11। ତାହେଲେ 7 ବିଭକ୍ତ ଏଠି ଚିହ୍ନ ଦେଇଦେବା, ସାନ ଚିହ୍ନ ଦେଇଦେବା। 7 ବିଭକ୍ତ 11। ବର୍ତ୍ତମାନ 7 ବିଭକ୍ତ 11 ହେଲା। 7 ବିଭକ୍ତ ଆମର ହେଲା 11 ପଳେଇଲା। 7 ବିଭକ୍ତ 11 ଆଉ ରହିଲା 7 ବିଭକ୍ତ 8, 7 ବିଭକ୍ତ 9। ପୁଣି ସାନ ହେବ, ଛୋଟ ହେବ କିଏ? ନା 7 ବିଭକ୍ତ 9, ହର ବଡ଼ ଅଛି। ତାପରକୁ ଛୋଟ ହେବ କିଏ? ନା 7 ବିଭକ୍ତ 8 ହେଲା। ବୁଝିହେଲା? ତାହେଲେ 7 ବିଭକ୍ତ 8 ଠାରୁ ସାନ ହେଉଛି କିଏ? ନା 7 ବିଭକ୍ତ 9। 7 ବିଭକ୍ତ 9 ଠାରୁ ସାନ ହେଉଛି 7 ବିଭକ୍ତ 11। 7 ବିଭକ୍ତ 11 ଠାରୁ ଛୋଟ ହେଉଛି କିଏ? 7 ବିଭକ୍ତ 12। 7 ବିଭକ୍ତ 12 ଠାରୁ 7 ବିଭକ୍ତ 13 ହେଉଛି ଛୋଟ।
ହେଲା। ଏଇଭଳି ଆମେ ଏ ଗଣିତକୁ କରିବା। ହେଇଗଲା ଆମର ସାନରୁ ବଡ଼ କ୍ରମରେ ସଜାଇ ରଖ। ଆଜି ପାଇଁ ଏତିକି। ସବସ୍କ୍ରାଇବ୍ କରିବ, ଲାଇକ୍ କରିବ।